ସକାଳୁ ଗାଧୋଇ ସାରିକି ଚରାରେ ପାଣି ଦେବା ପାଇଁ ଆସିଲି। ଦେଖିଲି ଗଛରେ ଆଜି ବହୁତ ସାରା ଟଗର ଫୁଟିଥିଲା। 20-25ଟା ଟଗର ହେଇଥିଲା। ତ ଏଇ ଛୋଟ ଗଛଟା ମୁଁ ଆଣିଥିଲି ନର୍ସରୀରୁ, ବହୁତ ଛୋଟ ହେଇଥିଲା। 50 ଟଙ୍କା ପଡ଼ିଥିଲା ଆଉ ବହୁତ ସାରା ଫୁଲ ହେଉଛି। ଆଉ ଏଇଟା ଗୋଟେ ବ୍ଲୁ କଲର୍ର ଟଗର। ଏଇଟା ମୁଁ ଅନଲାଇନ୍ରୁ ଅର୍ଡ଼ର କରିଥିଲି। ଆଉ ନାଁ ଭଲସେ ଜାଣିନି, ବାସ୍ ଏଇଟା ହିଁ ମେନସନ୍ ଥିଲା। ଆଉ ଗୋଟେ ସଦାବିହାରୀ ହେଇଥିଲା, ଆଉ ଗୋଟେ ଆଜି ଅପରାଜିତା ଫୁଟିଥିଲା। ଆଉ ଏଇଟା ହେଉଛି, ମୁଁ ତାକୁ କହୁଛି ଛୋଟ ସୂର୍ଯ୍ୟମୁଖୀ ଫୁଲ। ୟାର ଫୁଲର ନାଁ ମୁଁ ଜାଣିନି। ମୋର ଏତେ ସାରା ଆଜି ଫୁଲ ହେଇଥିଲା। ତ ଆସିକି ଆଗ ପୂଜା କରିଦେଲି। ପୂଜା ସରିଲା ପରେ ଯାହା ସବୁ ଲୁଗାପଟା ସବୁ ସଫା କରିଥିଲି ତାକୁ ସବୁ ଶୁଖେଇଦେଲି। ଆଉ ଏଠି ମୁଁ ହଜବେଣ୍ଡଙ୍କ ପ୍ୟାଣ୍ଟ ସଫା କଲାବେଳେ ପଇସା ଓଦା ହେଇଯାଇଥିଲା, ତାକୁ ଟିକେ ରୋଷେଇ ଘରେ ଶୁଖେଇଦେଲି। ବିରି ଚାଉଳକୁ ଭିଜେଇଥିଲି। ଆଉ ବାସନ ସବୁ କାଲିର ଥିଲା, ତାକୁ ସବୁ ରଖିଦେଇକି ଚାହା ଟିକେ କରିକି, ଚାହା ଆଉ ବାସି ରୁଟି ସେଉ ଟିକେ ଖାଇଦେଲି। ଆଉ କଳମ ଶାଗ କାଲି ହାଟରୁ ଆଣିଥିଲୁ, ତାକୁ ବାଛିକି ଭିଜେଇ ଦେଲି। ଆଉ ତାର ଯେଉଁ ଡାଙ୍ଗରା, ତାକୁ ଗୋଟେ ଚାମଚ ଆଣିକି, ମୋର ତ କିଛି ଗାତ କରିବା ପାଇଁ ନାହିଁ, ତ ଯେଉଁ ଶାଗ ଗଛ ଲଗେଇଥିଲି ସେଇଥିରେ କିନା ଗାତ କରିକି ସବୁ ଡାଙ୍ଗରକୁ ଲଗେଇଦେଲି। କାହିଁକିନା କଳମ ଶାଗ ଡାଙ୍ଗରେ ହିଁ କଅଁଳିଯିବ। ତାପରେ ଏଠି କାଲି ଘରଠୁ ପଣସ ଆଣିଥିଲେ, ତ ପଣସକୁ କାଟିଦେଲି। ଆଜି ପଣସ ତରକାରୀ କରିବାର ଥିଲା। ତ ପଣସ କାଟି ସାରିଲା ପରେ ଏପଟେ ଭାତ ବସାଇ ଦେଇଥିଲି। ଆଉ ପଣସ ଆଳୁକୁ ଭଲସେ ଧୋଇକି ଲୁଣ ହଳଦୀ ଦେଇକି ତାକୁ ପ୍ରେସର ଦେଇ ଦେଇଥିଲି। ଆଉ ଯାହା ସବୁ ବାସନ ତାପରେ ପଡ଼ିଥିଲା ତାକୁ ସବୁ ଆଗ ମଜାମଜି କରିଦେଇଥିଲି। ବାସନ ମଜା ହେଇସାରିଲା ବେଳକୁ ଏପଟେ ମୋ ପଣସ ମଧ୍ୟ ସିଝି ଯାଇଥିଲା, ତ ତାକୁ ବାହାର କରିଦେଲି। ଆଉ ଏଠି କଲରା ଆଳୁ ସିଝେଇବା ପାଇଁ ମୁଁ କଲରାକୁ ଧୋଇକି ରଖି ଆଳୁ କାଟିଲା ବେଳକୁ, ଆଳୁ ବି ଦେଖୁନାହାନ୍ତି ଉପରୁ ଭଲ, ଭିତରୁ ପୁରା ଏମିତି ପୋକରା ଟାଇପ୍ର, ପୁଚରା ଟାଇପ୍ର ଦେଖାଯାଉଛି। ପ୍ରାୟ ଆଳୁ ଏମିତି ଆସିଛି। ତାପରେ କଲରା ଆଳୁ ସିଝିଗଲା ପରେ ଟିକେ ଭାତ ଆଉ କଲରା ଆଳୁ ସିଝାକୁ ଚକଡ଼ିକି ଖାଇଦେଲି, ସୋରିଷ ତେଲ, ରସୁଣ, ପିଆଜ, କଞ୍ଚାଲଙ୍କା ଦେଇକି। ତାପରେ ଖାଇସାରିଲା ପରେ ଏଠି ପଣସ ଆଳୁକୁ ଟିକେ ତେଲରେ ଭାଜି ନେଲି, ଆଉ ମସଲା କରିକି ରଖିଥିଲି। ତାପରେ ମସଲାକୁ କଷିକି ପଣସ ଆଳୁକୁ ଦେଇକି ଟିକେ ଭଲ ଭାବରେ କଷିଦେଲି। ତାପରେ ଆଜି ପଣସ ଆଳୁ କଷା କରିବା ପାଇଁ ହଜବେଣ୍ଡ ଫୋନ୍ କରି କହିଲେ, ଟିକେ କ୍ୟାପ୍ସିକମ୍ ଦେଇଥିଲି। ଆଉ ହାଲକା ଟିକେ ପାଣି ଦେଇକି, ଗ୍ରେଭି ନୁହେଁ କି କଷା ନୁହେଁ, ଏ ଟାଇପ୍ର କରିଦେଲି। ଆଉ ପଣସ ଆଳୁ ହେଇଗଲା ପରେ ତାପରେ ଏଠି ଶାଗ ଭାଜିଦେଲି। ଆଉ ତାପରେ ଏଠି କଲରା ଆଳୁ ଭର୍ତ୍ତା କରିବା ପାଇଁ କଲରା ଆଳୁକୁ ଫାଷ୍ଟ ଏମିତି ଭଲ ଭାବରେ ଚକଡ଼ି ନେଲି। ତାପରେ ଗୋଟେ କରେଇରେ ତେଲ ଦେଇକି ଫୁଟଣ ଆଉ ଶୁଖିଲା ଲଙ୍କା ଦେଇଥିଲି। ତାପରେ ଏଠି ପିଆଜ ଦେଇଦେଲି। ପିଆଜ ଟିକେ ଭାଜି ହେଲା ପରେ ଲୁଣ ଟିକେ ଦେଇଦେଲି। ଆଉ ରସୁଣ ଆଉ କଞ୍ଚାଲଙ୍କାକୁ ଛେଚିକି ତାକୁ ଟିକେ ଦେଇଦେଲି। ଆଉ ଯେଉଁ କଲରା ଆଳୁକୁ ଚକଡ଼ିକି ରଖିଥିଲି ତାକୁ ଦେଇକି ସବୁକୁ ଭଲ ଭାବରେ ଗୋଳେଇ ନେଲି। ତ ଆଉ କଲରା ଆଳୁ ଭର୍ତ୍ତା ହେଇଗଲା। ତାପରେ ହଜବେଣ୍ଡ ପଳେଇ ଆସିଥିଲେ। ଆଜି ଦହି ପଖାଳ, ପଣସ ଆଳୁ କଷା, ଶାଗ ଭଜା ଆଉ କଲରା ଆଳୁ ଭର୍ତ୍ତା ଖାଇଦେଲୁ। ଟିକେ ରେଷ୍ଟ ନେଇକି ତାପରେ ବିରି ଚାଉଳ ଧୋଇକି ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାପରେ ହଜବେଣ୍ଡ ନଡ଼ିଆ ଟିକେ କୋରେଇ ଦେଇଥିଲେ, ନଡ଼ିଆ କୋରା ବନେଇଥିଲି। ଆଉ ତାପରେ ଆମେ କାଲି ଗୋଟେ ଆଣିଥିଲୁ, ଟିପୟଟା ଆଣିଥିଲୁ, ତ ତାକୁ ଖୋଲିବୁ ବୋଲି ଖୋଲି ନଥିଲୁ। ତ ଆଜି ତାପରେ ତାକୁ ହଜବେଣ୍ଡ ଖୋଲିକି ତାକୁ ଫିକ୍ସ କରିଦେଇଥିଲେ। ତାପରେ ଏଠି ଆସିକି ପିଠା ମୁଁ ଟିକେ ବସାଇ ଦେଇଥିଲି। ଏଇଟା କେଉଁ ପିଠା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏଇ ପିଠାର ଯଦି ରେସିପି ଦରକାର ମୋତେ କମେଣ୍ଟରେ କହିବେ, ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ପିଠାକୁ ବସାଇ ଦେଇଥିଲି। ତାପରେ ଟିକେ ବାହାରେ ବସିକି ମୁଡ଼ିକି ଖାଇଥିଲୁ। ତ ଆଜିର ବ୍ଲଗ୍ ଥିଲା ବାସ୍ ଏତିକି। ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।